ଜୟ ଜଗନ୍ନାଥ ସାଙ୍ଗମାନେ ମୋର ଆଉ ଗୋଟେ ନୂଆ ବ୍ଲଗ୍କୁ ଆଜି ସ୍ୱାଗତ ଜଣାଉଛି ଆପଣମାନଙ୍କୁ। ଆଉ ସକାଳୁ କାହିଁକି ମୁଁ ଆଜି କମ୍ପାନୀ ପଳେଇଯାଇଛି କାହିଁକିନା ଯେଉଁ ଚାଉମିନ ଯେଉଁ ଚାଉମିନ ଯେଉଁ ଶୁଖୁଛି କାହିଁକିନା କାଲିର ଚାଉମିନଟାକୁ ଅଧିକ ଶୁଖିଯାଇଥିଲା, ନଷ୍ଟ ହେଇଯାଇଥିଲା ନା, ସେଥିପାଇଁ ଆଜି ଅଧିକ ଟାଇମ୍ ପାଇଛି 7ଟା, ସେଥିପାଇଁ ଉଠିକି ପଳେଇଯାଇଛି। ଆଉ ଆମର ଯେଉଁ ମେସିନ୍ ଗୁଡ଼ା ଚାଲିଛି ସବୁ ବନ୍ଦ କରିଦେଇଛି, ଆଉ ଗୋଟେ ଦୁଇଟା ମେସିନ୍ ଚାଲିଛି। ଅପେକ୍ଷା ଯାଉଛି ଉପରକୁ ଗଲେ ଖାଇବା ପିଇବା କରିକି ସେ ଝିଅକୁ ଦେଇକି ଆସିଲେ ତାପରେ କାମ ଆରମ୍ଭ କରିବା। ଆଉ ଚାଲନ୍ତୁ ଯିବା ଏବେ। ମୋ କାମ ଏତିକି ବାସି କାମ ସାରିଦିଏ, ତାପରେ ବାହାରିକି ଯିବି ବଜାର। ବଜାର ନୁହଁ, ଝିଅକୁ ନେଇକି ଆସିଲେ ତା କାମ ଆରମ୍ଭ ହେବ। 7ଟା ବାଜିଲା, କାମ ଆରମ୍ଭ ହେଲା ବେଳକୁ 9ଟା, 10ଟା ବେଳକୁ କାମ ଆରମ୍ଭ ହେବ। ଯିବା ଝିଅକୁ ଯିବାଟା 15 ମିନିଟ୍, ଆସିବାଟା 15 ମିନିଟ୍ ଅଧା ଲାଗିଯିବ। ଆଉ ସେତେବେଳକୁ 9ଟା 7 ବାଜେ, 8ଟା 9ଟା ହେଇଯାଇଥିବ ସେତେବେଳକୁ। ଖାଇବା ପିଇବା ମିଶେଇ ସବୁ 9ଟା ବାଜିଯାଇଥିବ ସେତେବେଳକୁ। ଆମେ କାମ ଆରମ୍ଭ କରିବା ଆଉ। ଚାଲନ୍ତୁ, ଗୋଟେ ମେସିନ୍ ଚାଲିଛି, ସିଏ ଝିଅ ଧରିକି ଆସିଲେ ତାପରେ ବନ୍ଦ କରିବା ଆଉ। ଚାଲନ୍ତୁ ଯିବା। ଖରାଟା ଆଜି ବି ହେଲାନି ସକାଳୁ ସକାଳୁ। ତଳକୁ ପଳେଇ ଆସିକି ମୋ କାମ ଏଠି ସବୁ ସାରି ସାରିଲିଣି। ଅପେକ୍ଷା ବାହାରିଛି ସେ ଝିଅକୁ ନେଇକି ଆସିବି। ଚାଲନ୍ତୁ ଯିବା, ଧରିକି ଆସିବା। ଆଉ ସେ ତ ଉଠି ନାହିଁ, କେହି ଉଠି ନାହାନ୍ତି। ଆଉ ଆସିଲା ବେଳକୁ ମୁଁ ଦେଖିବା ସେମାନେ ଉଠି ସାରିଥିବେ, ଯଦି କରିଥିବ କ'ଣ ଖାଇବା, ଖାଇଦେଇ କାମ କରିବା, ନହେଲେ କାମ କରିଥିବା ସେ ତାର ରୋଷେଇ କଷାଇ ଡାକିବ, ଆସିକି ଖାଇବା। ଚାଲନ୍ତୁ ଏବେ ନେଇକି ଆସିବା, ଆସିଲେ କାମ ଆରମ୍ଭ ହେବ। ଶିବାନୀ ଶୋଇଛି, ଦେଖିବା ଲେଟ୍ ହେବ ଖାଇବାକୁ, ସେଥିପାଇଁ ସକାଳୁ ଯାଉଛି ସେ ଝିଅକୁ ଆଣିବାକୁ। ଆଉ ବରା ଜଳଖିଆ ଦୋକାନ ପଡ଼ିଲା ତ ଟିକେ ବରା ଟିକେ ଖାଇଦେଇକି ପଳେଇବି। ଆଉ ଦେହରେ ଯାଉନି, ତଥାପି ଟିକେ ବାଧ୍ୟ ହେଇକି ଖାଉଛି ବରା। ଆଉ ଖାଇଦେଇକି ଯିବା, ନେଇକି ଆସିବା। କାରଣ ଶିବାନୀ ଉଠିକି ରୋଷେଇ କଲାବେଳକୁ ଲେଟ୍ ହେବ, ମୋତେ ଭୋକ ଲାଗିଲାନି ତ, ସେଥିପାଇଁ ପଳେଇ ଆସିଲି ଖାଇବାକୁ। ଆଉ ସେ ଝିଅର ସାଇଡ଼୍ ଆସି ପହଞ୍ଚିଲି, ସେ ଝିଅ ଏବେ ଆଉଛି। ଆଉ ଯିବା ଆଉ, ଚାଲନ୍ତୁ। ମୋର ଜଳଖିଆ ଖାଇ ଦେଇକି ଗଲି, ସେ ଝିଅକୁ ଧରିକି ଆସିଲି, ଆସିକି ପହଞ୍ଚିଗଲି। ସେ ଝିଅ ଖାଇଛି ଖାଇବା ରଖିକି ଆସେ କମ୍ପାନୀ। ଆଉ ଶିବା ପାଇଁ ଇପି ନେଇଯାଇଛି, ତାଙ୍କର ମା ପୁଅ କରିକି ଖାଇବେ। ଆଉ ଚାଲନ୍ତୁ ଏବେ ଆସି କାମ କରିବା। କାଲି ରାତିରେ ଦହି ନେଇକି ଆସିଥିଲି ଚୁଡ଼ା ଖାଇବା ପାଇଁ ସକାଳୁ। ମୋର ଆଉ ମନେ ନାହିଁ ଦହି ଆଣିଛି ବୋଲିକି। ଖଟତଳେ ଦହି ଥୁଆ ହେଇଛି, ଚୁଡ଼ା ମୁଢ଼ି ସବୁ ଅଛି। ମୁଁ ଆଉ ଜାଣିନି, ପଳେଇ ଯାଇଛି ଝିଅକୁ ଆଣିବାକୁ ଗଲି ଯେଉଁ ବାଟରେ ଜଳଖିଆ ଖାଇଦେଇକି ପଳେଇଲି ସିନା। ଆମ ଆସିକି ଶିବାନୀ ଇପି ଦେଲା ବେଳକୁ ଶିବାନୀ କହୁଛି ଦହି ଫହି ଅଛି, ନ ଖାଇକି ଜଳଖିଆ ଖାଇଦେଇ ଆଇଲ। ମୋର ଆଉ ମନେ ନାହିଁ। ଆଉ ତାପରେ ତା ଦେହରେ ତା ପାଇଁ ଇପି ନେଇ ପଳେଇ ଯାଇଛି। ମୋର ବେକାର ଆଜି 60 ଟଙ୍କା ଲସ୍ ହେଲା, ମନେ ପଡ଼ିଲାନି। ହଉ ଛାଡ଼ନ୍ତୁ, ଖାଇସାରିଲିନି ତ ଆଉ କ'ଣ ହେବ। ଦହି ତ ରହିବନି, ଦେଖିବା ଖାଲିରେ ଦହି ଶିବାନୀ ତାର ଖାଇଦେବ। ଆଉ ତାର ଇପି ଆଣିଛି, ଇପି ଖାଇବା ତା ଦହି ଚୁଡ଼ା ଖାଇବ। ସେ ତା ଯାହା ଖାଉଛି ଖାଉ। ମୁଁ ମୋର ଏବେ ଯାଉଛି, ମୋ କାମ ଛାଡ଼ ବହୁତ ଅଛି, ଲେଟ୍ ହେଲାନି ଏକରେ। ତାପରେ ସେ ତାଙ୍କର ଶିବାନୀ ଉଠିଥାନ୍ତା, ଡାକିଲି ଉଠିଲା ଏବେ, ଉଠିକି ବାଥରୁମ୍ ଯାଇଛି। ମୁଁ ମୋର ଯାଉଛି ଏବେ କାମ କରିବି। ଆଉ ଶିବାନୀ ଉଠିଲା ନା, ମିକୁ ବି ଶୋଇଛି, ଗଧ ଉଠି ନାହିଁ। ପୁଅଟା ବି ଶୋଇଛି, ଦେଖନ୍ତୁ ପୁରା ନିଦ ଶୋଇଛି। ରାତି 12ଟାରେ ଶୋଇଛି ନା, 12ଟା 1ଟାରେ ଶୋଇଛି ଆମ ପୁଅ, ସେଇଥିପାଇଁ ଉଠୁନି। ଆଉ ମୁଁ ଜାଣିଛି ଆଇଲାଇ ମିକୁ ଉଠି ପଡ଼ିବ। ଏଇ ଶୋଇଥିଲା, ତାକୁ ଡାକିଲି ଉଠିଲା। ମୁଁ ଆସିଲି ଡାକିଲି ଯେମିତି ଉଠିକି ଯାଇଥିଲା। କ'ଣ କହୁଛୁ? ହଁ ସବୁ ଗଲେନି କାମକୁ। ସେ ଝିଅଟା ଥିଲେ ଶୋଇଥିଲା, ସିଏ ବି ଉଠିକି କାମକୁ ପଳେଇଲାନି। ଆଉ ଶିବାନୀ ଉଠିଲା, ତାର କ'ଣ ଖାଇବା ପିଇବା କରିବ। କ'ଣ କହୁଛୁ? କ'ଣ ଶୋଇପଡ଼ିନା ଘଣ୍ଟା ଘଣ୍ଟାରୁ? ଲକ୍ଷ୍ମୀ ଛାଡ଼ି କର୍ମ କୋଢ଼ି, ଲକ୍ଷ୍ମୀ ଛାଡ଼ି କର୍ମ କୋଢ଼ି ଏଟା ଗୋଟେ। ଟାଇମ୍ ଆସି 9:30 ବାଜିଲାଣି, ଶୋଇକି ଉଠିଥିଲା। 9ଟା ଭିତରେ ଶୋଇଥାନ୍ତା, ଆହୁରି ଉଠିଥାନ୍ତା। ରାତି 2ଟା 3ଟାରେ ଶୋଇଛି, ମୋବାଇଲ ଦେଖୁଛି। ଏତେ ମୋବାଇଲ ଘାରୁଛି ନିଶା ଯେ ରାତି 2ଟା 3ଟାରେ ଶୋଇଛି। ଉଠନ୍ତି, ସେ ତାର ଉଠିକି ତାର ଖାଇବା ପିଇବା କରୁ। ଆମର ଯେଉଁ କାମ ଗୁଡ଼ାକ ଅଛି, ଚାଲନ୍ତୁ ଏବେ କାମ କରିବା। ଆମର କାମ କରିକି ପୁଣି ଆସିବା ଉପରକୁ। ଆଉ ବିସ୍କୁଟ୍ ଖାଇଦେଲେ ହେଇଗଲା? କ'ଣ ଆଉ କ'ଣ ଖାଇଦେଉନୁ? କେତେ ବିସ୍କୁଟ୍ ପଳେଇଛି, ଆମେ ଭାଙ୍ଗି ଗୁଣ୍ଡ କରୁଛି। ତ ରହ, ହଉ ଭାଙ୍ଗି ଗୁଣ୍ଡ କରିଦେବ। ପଇସା ଦୁଇଟା ଅଛି ବୋଲି ସବୁ ଆଇଛି, ପଇସା ନଥିଲେ ଯେତେବେଳେ ନ ରହିବ କିଛି ଥିବନି ଏଠି। କାଙ୍ଗାଳି ଭଳିଆ ହେଉଥିବେ।
ତାକୁ ଦେଇଦେ ହଁ ଦେଇଦେ ଜିଦି କରୁଛି ଦେଇଦେ ତାକୁ ଖାଇବା ଜିନିଷଟା ଆଉ ଜିଦି କରୁଛି କ'ଣ କରିବି ମୁଁ ଟୋଟାଲ ଆଉ ରଖିବିନି କାଢିକି ଆଗେ ହେଉଛି ଭୂତ ସାର ଗୋଡ଼ କାଢ ସବୁ ଚିରି ଦଉ ଫୋପାଡ଼ି ଦଉ ସବୁ ଭାଙ୍ଗି ଦଉ ବୁଝିବ ସେତେ ବସିକି ଆଉ ପଇସା ଇଏ ହଉନି ନଷ୍ଟ ହଉନି ଆଉ ଗୋଟେ ଜିନିଷ ଦେଖୁଛି ଦେଖ ଜୀବନ ରଖିଛି କାଲି ମୁଁ ଚିକେନ୍ ଆଣିଥିଲି ତା ସହିତ ଚିକେନ୍ ଆଣିଥିଲି ତା ସହିତ ଗୁଡ଼ ବି ଆଣିଥିଲି ସେ ଗୁଡ଼ ଖାଏ ଆଉ ଚିକେନ୍ କାଲି ମୁଁ ଏତେ ଖାଇନି ଅଳ୍ପ ଟିକେ ଖାଇଛି ଆଉ ସବୁ ଚିକେନ୍ ଥିଲା ଶିବାନ ତାକୁ ଆଜି ରଖିଦେଇଛି ଆଜି ହେଲା ଶନିବାର ନା ଖାଇବ ଶନିବାର ଆଇଁଷ ଖାଉନ ତାକୁ ରଖିଛି ଗରମ କରି ରଖିଛି କାଲି ଖାଇବା ପାଇଁ ଜାଣିଥିବ କି ଫ୍ରିଜ୍ରେ ରଖେ ସେ ତାକୁ ସେମିତି ଗରମ କରି ରଖୁଛି ସେ କାଲି ଆଉ ଖାଇବ ନା ମୋତେ ବି ଡାଉଟ୍ ହେଉଛି ଏତେ ଲୋଭିଆ ବାସି ଚିକେନ୍କୁ ରଖିଛି ଦେଖନ୍ତୁ କେମିତି ଗରମ କରିକି ରହିଲେ ରହିବ ଗୁଡ଼ ଗୁଡ଼ାକ ଦୁଇଟା ତିନିଟା ଅଛି ଆଉ ଚିକେନ୍ ଅଛି ମଝିରେ ମଝିରେ ଗରମ କଲେ ସେ ରହିବ ବିନା ଫ୍ରିଜ୍ରେ ସେ ରଖୁଛି ତାକୁ ଜାଣିଥିବେ ମାନେ ବିନା ଫ୍ରିଜ୍ରେ ସେ ତାକୁ ଚିକେନ୍ ରଖିଛି ସକାଳୁ ଦୁଇଟା ଖଣ୍ଡେ ଗରମ କରିକି ରଖି ସାରିଲାଣି କାଲି ଖାଇବ ଆଜି ଶନିବାର ଖାଇବନି କେହି କାଲି ଖାଇବା ପାଇଁ ସେ ରଖିଛି ଏଠି ମଝିରେ ମଝିରେ ଗରମ କରିକି କରିବ ମଝିରେ ମଝିରେ ଟିକେ ଗରମ କରିଦେବ ସେ ଭଲ ରହିବ ୟା ତୁ ଶିଖିବ ସବୁ କେମିତି କ'ଣ ଚିକେନ୍ ରଖାଯାଏ ବିନା ଫ୍ରିଜ୍ରେ ଆଜିକି ମୁଁ ଆଣିଛି ସଫା କରିକି ନଷ୍ଟ କରୁଛି ବୋଲି ତମେ ଏଇଠି ନେଇକି ଖେଳୁଛ ତିନିଟା ଥିଲା ଆଉ ଗୋଟେ ଦେଉନୁ ଆଉ ଗୋଟେ ନାହିଁ ସେ ଫୋପାଡ଼ି ଦେଇଛି ଆଉ ଗୋଟେ କେଉଁଠୁ ପକେଇଲୁ ବିକୁଲୁ ଝରକା ଆଡ଼େ ଗଳେଇ ଦେଇଛି ତା ମା ତା ତୁ ସେ ଗୋଟେ ପ୍ଲାଷ୍ଟିକ୍ ନେଇ ଗଲା ଅନେଇକି ରହିଛି ଅନେକ ର ସାଇତିକି ରଖିଛି କେତେବେଳେ ପିଆ ପିଇ କରିବାକୁ ଇଏ ଗ୍ଲାସ୍ କ'ଣ ନାହିଁ ସେଇଥିରେ ପାଣି ପିଆ ପିଇ ହବ ନାଇଁ ମୁଁ ରଖିଛି କେତେବେଳେ ସେ ପ୍ଲାଷ୍ଟିକ୍ରେ ନା ମୁଁ ଦେବିନି ଦେବିନି ଗ୍ଲାସ୍ ନଥିଲା ବେଳେ ସେ ପ୍ଲାଷ୍ଟିକ୍ ଦୁଇଟା ରଖିଛି ତାକୁ ପାଣି ପିଆ ପିଇ କରିବ ଭଲ ଲାଗୁଛି କୁଣିଆ ମାତ୍ର ଆଇଲେ କ'ଣ ପାଣି ଦେବୁ ତା ଦେହରେ ପିଏ ଏଟା ଭଲ ଲାଗୁଛି ଗ୍ଲାସ୍ ଦିଟା ଭଲ ଲାଗୁଛି ଥଣ୍ଡା ଫଣ୍ଡା ପିଇବାକୁ ବଢ଼ିଆ ଲାଗୁଛି ହଁ କ'ଣ ପକଉଛି କ'ଣ ରୋଷେଇ କରିବୁ ଡାଲିକି ଜହ୍ନି ଆଳୁ ହବ କ'ଣ ମସଲା ଡାଲିକି ଜହ୍ନି ଆଳୁ ପରିବାଟା ରହିଛ ଶୁଖିଲାନି ପରିବା ରୋଷେଇ କରିନି ପରିବା ରହିଛି ନା ପରିବାଟା ସବୁ ରହି ଶୁଖିଲାନି ପରିବା ରୋଷେଇ କରିନି ମେନ୍ ଏଇ ଯୋଉ କ'ଣ କି ତମେ ମେନ୍ କଥା କହୁନ କାହିଁକି ତମେ ଯୋଉ ପରିବା ଆଣିଛ ଏଇଟା ତରକାରୀ କଲା ଭଳିଆ ପରିବା ନୁହଁ ସବୁ ଭଜା କଲା ଭଳିଆ ଆଉ ଭଜା କରିବୁ ମାନେ ଡାଲି ତା ସାଙ୍ଗରେ ନିହାତି ସବୁଦିନ ସେ ଡାଲି ମୁଣ୍ଡରେ ବୁଦ୍ଧି ଥିଲେ ସେ ପରିବା ଏଇ ଯୋଉ ସେଇ ଯୋଉ ଭଜା କରିବା ଜିନିଷ ବି ତରକାରୀ ହେଇପାରିବ ହଁ ଭଜା ଜହ୍ନିଟା ଖାଲି ଜହ୍ନିଟା କେମିତି ତରକାରୀ କରିବୁ ତୋ ମୁଣ୍ଡରେ ବୁଦ୍ଧି ନାହିଁ ବାଇଗଣଟା କେମିତି ତରକାରୀ କରିବୁ ଖାଲି ବାଇଗଣ ଟମାଟୋ ଖରାପ ହେଇଯାଇଛି ଟମାଟୋ ଖରାପ ହେଇଯାଇଛି କେମିତି ଜାଣିଲି ଟମାଟୋକୁ ସେମିତି ମୁଁ ଆଣିବା ପାଖରୁ ଟମାଟୋ ସେମିତି ଥୁଆ ହେଇଛି ତାକୁ ଟିକେ ଗଡ଼େଇ ଦେଲେ ସେ ଆଉ ରହିବନି ସେ ଚାପିକି ଯୋଉ ପଟେ ରହୁଛି ସେପଟେ ଖରାପ ହେଇଯାଉଛି ଉପର ପଟ ଖରାପ ହେଇଛି ଉପର ପଟ ଦେଖିଲ ଦେଖ ଏଇଟା ଏମିତି ଥିଲା ମୁଁ ତ ଏମିତି ଆଇନି ଏଇଟା ଉପର ପଟ ଖରାପ ହେଇଛି ଆଉ ତମେ କଥା କହୁଛ ସବୁ କଥାରେ ମିଛ ଶିବାନର ମୋର ମିଛ ନା ତମର ଟାଉଟର କଥା କହୁନ ମୋର ମିଛ ନିଜେ ଟାଉଟର ତମେ ଟାଉଟର ସବୁ କଥାରେ ମିଛ ତାରାଗର ନିଜେ ପଛେ ପରମ ଟାଉଟର ଦବା ତାକୁ ତମ କଣ ତମର ଟାଉଟର ହଁ ଦେଖିବୁ ଉରା ଛାଡ଼ନ୍ତୁ ସେ ତାର ରୋଷେଇବାସ ଯାହା କରିବା କପଡ଼ା ଦେ ତମେ ରଖିଦେଇଛ ଏଠି କପଡ଼ା ଏଠି ମୁଁ ରଖିଦେଇଛି ମୁଁ ଯାଉଛି କାମ କରୁଥିଲି ଅଧା ଛାଡ଼ି ପଳେଇନି ଖରା ହେଉଛି ନା ଜୋରେ କାମ କରିବାକୁ ଇଚ୍ଛା ହେଉନି ଆଉ ପଳେଇ ଯାଇଥିଲି ଉପରକୁ ପାଣି ଫାଣି ପିଇବାକୁ ଟିକେ ଖାଇଦେନି ପୁଣି ଆଉଥରେ ପୁଣି ଯାଇ କାମ ଲାଗିଯିବ ହଁ ପ୍ରବଳ ଗରମ ହେଉଛି ଖରା ହେଉଛି ଦେଖୁନି କେତେ ଜ୍ୱର ହଁ 2 ଦିନ ହେଲା ଖରା କେତେ ଜ୍ୱର ହେଉଛି ଦେଖନ୍ତୁ ନା ନା ଖାଇବା ପିଇବା ନାହିଁ ଭାତ ହେଲେ ଏକାଥରେ ଖାଇବ ଯେ କୋଉ ଟିକେ ଖାଇଦିଅ ଭୋକ କରିବ ଖାଇଦିଅ କ'ଣ ଟିକେ ହଁ ଭୋକ ଲାଗୁ ମୁଢ଼ି ଅଛି ଚୁଡ଼ା ଦହି ଖାଇକି ଯିବ କି ଟିକେ ନା ଥାଉ ନହେଲେ ଦହି ଟିକେ ପଣା ପାଣି ସହିତ ପିଇବ ଦହି ପାଣି ଦହି ପାଣି ପିଇବ କି ନା ନା
ଭୋକ ଲାଗିବ ନା ନା ହଉଛ କଣ ଭୋକ ନ ଲାଗିବ ମୁଁ ଏକା ଭାତ ଖାଇ ଭାତ ରୋଷେଇ କର। ଆରେ ଭାତ ଖାଇବ ଯେ କିଏ ମନା କରୁଛି କି ଭାତ ଖାଇବନି ବୋଲି ଏବେ ତୁ କାମ କରିବ ଯେ ସେତିକି ସମୟ ମଝିରେ ଦେଖିବ ଭୋକ ଲାଗିବ ଖାଇଦିଅ କହୁଛି ଟିକେ କଣ ଖାଇଦିଅ କଣ କହୁଛୁ ହଉ ତୁ ରୋଷେଇବାସ କର ମୁଁ ଯାଉଛି। ମତେ ଭାରି ଡର ମାଡୁଛି କୁକୁରଟାକୁ ସେ ଗେଟ୍ଟା ଦେଇଥିବୁ କୁକୁର ପିଟିବ। ଆମର କୁକୁର ବନ୍ଧା ହେଇଛି ନା ଟପି ଆମ ତା ନାଁ ହେଲା ଟପି କୁକୁର ନା। କୁକୁଡ଼ା ମୁଣ୍ଡା ସେ ହଜାର ଚେନ୍ଟା ତାର ଭାଙ୍ଗି ଯାଇଥିବ ତା ଲକ୍ଟା ସେ ପଳେଇ ଯାଉଛି ବାରମ୍ବାର ଉପରକୁ। ସିଏ ଡରିକି ଛାନିଆ ସେ ଗେଟ୍ଟା ଦେଇକି ରହୁଛି। ମନେ ଅଛି ନା ଥରେ ସେବେଳେ ନୂଆ ନୂଆ ଆଇଥିଲି ହଁ ମାନେ ବାହାଘର ପରେ ଘରକୁ ଯୋଉ ପଳେଇଥିଲେ ନୂଆ ନୂଆ ଆଇଥିଲି ଯୋଉ ଛୁଟି ଯାଇଥିଲା ସିଡି ପାଖରେ ତମେ ଯାଇଥିଲ ତାଙ୍କ ଘର ଭିତରକୁ ସେଇ ଟାଇମରେ ତୁ କେମିତି ହେଲି ପାଟି କରିକି ଡର ମାଇଲା ହେଲାଣି 4-5 ବର୍ଷ ତଳେ ହଁ କାମୁଡ଼ି ଦେଉଛି ନା ପୋଷା କୁକୁରଟା ଖାଲି କାମ ପୋଷା କୁକୁରଟା ଯେ ଖାଲି କାମୁଡ଼ି ଦେଉଛି। କିଛି ନାହିଁ ଭରସା ନାହିଁ ପୋଷା ହଉ ସେ ଜଙ୍ଗଲୀ ହଉ ତ ସବୁ କାମ ଦିନ ବେଳେ ତ ଡର ଲାଗୁଛି ଗେଟ୍ ଦେଇକି ରହୁଛୁ ଘରେ ୟାକୁ ଦିନ ବେଳେ ବି ଟିକେ ଡର ଲାଗୁଛି ରାତିରେ ମାନେ ଦିନ ବେଳେ ଗେଟ୍ ଦେଇକି ରହୁଛି ରାତିରେ ଗେଟ୍ ଦେଇକି ରହୁଛି। ଯେତେ ପୋଷା ହଉ ଯୋଉ ପଶୁଜନ୍ତୁ ହଉଛି ହଉ ଦେଖି ଛାଡ଼ିଲ କେମିତିଆ ନ କାମୁଡ଼ିବେ ଆଉ ତମେ ତାଙ୍କ ମୁହଁରେ ପୁରା ଦାଦା ଦେଇକି ରଖିଛ କାମୁଡ଼ିବେନି ପୋଷା ହେଲେ ବି ହେଲେ କାମୁଡ଼ିବେ ଆଉ ଯୋଉ ରଖୁଛନ୍ତି ଏଇ ଯୋଉ ବଡ଼ ଲୋକିଆ ମାନେ ବଡ଼ ଲୋକିଆ ଯୋଉ ଘରେ ରଖୁଛନ୍ତି ପୁଣି ତାଙ୍କ ଘରକୁ ପଳେଇଲେ ପୁଣି କିଏ ଅଚିହ୍ନା ଲୋକ ଯଦି ଟାଣି ଘୋଷାଡ଼ିକି ପୁଣି କାମୁଡ଼ି ଦଉଛନ୍ତି ନା କୁକୁର ଆଉ ପୁଣି କିଛି ନାହିଁ ତମେ ଭାବୁଛ ନା କଣ ପୋଷା କୁକୁର କାମୁଡ଼ିବେନି କିଏ କହିଲା ଛାଡ଼ ଦେଖିବ କେମିତି ନ କାମୁଡ଼ି ଦେବେ ସେ ଭରସା ନାହିଁ ନାଇଁ ନାଇଁ କାମୁଡ଼ିବେନି ସବୁ କଥାକୁ ଡର ଲାଗୁଛି ପଶୁଜନ୍ତୁକୁ ଭରସା ନାହିଁ ସେ କାମୁଡ଼ି ପକାଏ କାମୁଡ଼ିବେନି କଥା କହୁଛ ତମେ ଶୁଣିକି ମାଉସ କାଟିଦବ ଚାଲ ସେ ତାର ହାଣ୍ଡି ଫାଣ୍ଡି ଧୋଇବାକୁ ଗଲାଣି ମୁଁ ମୋର ଯାଉଛି ମୋର ସେଠି ତଳେ କାମ ଅଛି ମୋର କାମ ଆରମ୍ଭ କରିଦେବି ମୁଁ ଯାଉଛି କାମ ଆରମ୍ଭ ହେଇଯାଇଛି ମାନେ ଅଳ୍ପ ଟିକେ ଅଛି ଛାଦେଇ ଆସିବା ଆଉ ସାରିକି ତାପରେ ବାହାରେ କାମ ଗୁଡ଼ାକ ଅଛି ତାই କରିବା ଆଉ ଚାଲ ଯିବା ଏବେ କମ୍ପାନୀ ଭିତରେ ଏତେ ଗରମ ହେଉଛି ଆଉ ଝାଳ ଫାଳ ପୁରା ହେଇଯାଇଥିଲି ଭେଦି ବଞ୍ଚି ଫେଣି ଆଉ ପଳେଇ ଯାଇଛି 5-10 ମିନିଟ୍ ଏଠି ବସିଛି ଆଉ ଥଣ୍ଡା ଲାଗୁଛି ଏଠି ତଳେ ଟାଇମ୍ କରିଛି ଆଉ ସେଇଥିପାଇଁ ପଳେଇ ଯାଇକି ବସିଛି ଫ୍ୟାନ୍ ତଳେ ସିଲିଂ ଫ୍ୟାନ୍ ଉପରେ ଚାଲିଛି 5-10 ମିନିଟ୍ ବସିବି ଏଇଠି ବସି ତାପରେ ଯିବି ଅନ୍ୟ କାମ ଅଛି କରିବା ଆଉ ବଢ଼ିଆ ଥଣ୍ଡା ଲାଗୁଛି ଆଜି ବହୁତ ଦିନ ପରେ ଠିକ୍ ଟାଇମ୍ରେ ଆଇଛି ଭାତ ଖାଇବାକୁ ଟାଇମ୍ 2ଟା ବାଜିଲାଣି ଟାଇମ୍ ଆଜି ଠିକ୍ ଅଛି ଶିବାନ୍ଦର ଆଇଟମ୍ କରିଛି ଆଉ ମୁକୁର ପୁଅର ଶିବାନ୍ଦ ବସି ଖାଇଲେଣି ଆଗୁଆ ଆଇଟମ୍ କଲରା ଏଇଟା କ'ଣ ଜହ୍ନି ଭଜା ଜହ୍ନି ଆଉ ଆଳୁ ମସଲା ଦେଇକି ଭାଜି ଜହ୍ନି ଆଳୁ ମସଲା ଦେଇକି ଭାଜିଛି ତୁ ଖାଇବୁନି କି ମୁଁ ଆକୁ ଖୁଆଇଲି ସିନା ଖାଇବି ଓହୋ ମୁଁ ଶିବାନୀ ଖାଉଥିଲି ଆମ ପୁଅ ଖାଉଛି ମୋର ବାଡ଼ି ଦେଇଛି ମୁଁ ଖାଇଦିଏ କେଉଁ ଟାଇମ୍ରେ ମୋର ଗୋଦାମରୁ ଫୋନ୍ ଆସିବ ମୁଁ ପଳେଇବି କିନ୍ତୁ ଠିକ୍ ଟାଇମ୍ରେ ଆଜି ପହଞ୍ଚି ଆସି ଖାଇବାକୁ ଆମେ ଖାଇଦେବା ଆମକୁ ଖାଇଲେ ଆମେ ଶିବାନୀ ଖାଇବା ତାର ସେ ତାକୁ ଖୋଉଛି ମୁଁ ତ ବଢ଼ା ହେଇକି ରହୁଛି ଆଉ କଲରା ଚିପ୍ସ ଡାଲି ଜହ୍ନି ତରକାରୀ ସବୁ ହେଇଛି ଆଉ ଗାଧି ସାରିଲୁନି ଏମିକୁ ଗାଧି ସାରିଲେଣି ହଁ ଝାଳ ବି କ'ଣ ହେଲାନି ସେ ହଁ ଲଗାଉଛି କୁଲରଟା ସେପଟେ ଅଛି ନେଇଯିବା ହେଲେ ବସି ଖାଇବା ନା ଭୋକ କଲାନି ଏଠି ଆମର ଅଛି କୁଲରଟା ଚାଲ ନେଇକି ଯିବା ସେଥିପାଇଁ ବସି ଖାଇବା ନା ସିଆଡ଼େ ଆଜି ଖରାଟା ବି ଜୋରରେ ହେଉଛି ଗରମ ଲାଗୁଛି ପ୍ରବଳ ମୁଁ ଆଇସ୍କ୍ରିମ୍ ବାଲା ମୁଁ କୁଲରଟା ନେଇକି ଆଉଛି ମୋତେ କହୁଛନ୍ତି ଆଇସ୍କ୍ରିମ୍ ବାଲା ମୁଁ ଆଇସ୍କ୍ରିମ୍ ବାଲା ମିକୁ ଆଇସ୍କ୍ରିମ୍ ବାଲା କୁଲର ବାଲା ଆଇସ୍କ୍ରିମ୍ ବାଲା ଠେଲା ବାଲା ଠେଲା ଗାଡ଼ି ବାପା ହଉଛି ଠେଲା ବାଲା ଟଲି ବାଲା ବାପା ଆଇସ୍କ୍ରିମ୍ ବାଲା ଟଲି ବାଲା
କୁଲର ବାଲା କୁଲର ବାଲା ଏ ପ୍ଲଗ୍ଟା ଆମର ଖରାପ ହେଇଯାଇଛି ଟିକେ ଚାଲୁନାହିଁ। ଆଜି ଆଇସ୍କ୍ରିମ୍ ଟିକେ ଆଣିବ ଖାଇବା ରାତିରେ। କ'ଣ ଖାଇବୁ? ଆଇସ୍କ୍ରିମ୍ ଆଜି ଆଣିବ 10 ଟଙ୍କିଆ ଗଣ୍ଡେ ହେବ ଖାଇବା। ପଇସା କିଏ ଦେବ? ଅଛି ଘର ପଇସା। ଘର ପଇସା ତୋ ପଇସା ଦେବ? ମୋର ପଇସା ଆଉ ଅଛି। ବନ୍ଦ ହେଇଯାଉଛି। କୁଲର ଲାଗିଗଲା ଚାଲିଲା ବି କୁଲର ରେଡ଼ି ଖାଇବା। ଇଏ ଖାଲି ଅନଲାଇନ୍ ଦେଖୁଛି କ'ଣ କେତେ ଅଫର୍ ଆଇଲା ନାହିଁ ଖାଇବା ଅନଲାଇନ୍ ଆଉ କିଛି ଯା 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 ମାମା ଭାତ ଖୋଇଦେବ ଯା। ବାବା କି ମନ ରାତିରେ ପୁରୀ ସେମା ଖାଇବ କି ଇଚ୍ଛା। ଦହି ଅଛି ଚିନି ଗୋଳେଇକି ଖାଇବ ଦେଖ ବଢ଼ିଆ ଲାଗେ। ମୁଁ ଖାଇବି ନା ଭାତରେ ଖାଇବାକୁ ଭଲ ଲାଗେ। ନା ମୁଁ ଖାଇବିନି ମୁଁ ନା ଯା 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 ମାମା ଖାଇବ ଭାତ ଯା ଯା ଦୁଷ୍ଟ ହେଲା ଯା ହଇରାଣ କରୁଛି ଏଠି ତୁ ଖାଇଦେ ତା ଦେହରୁ ଏ ପିଠା ଭାତ ଆଣିବା ଯା ଯା ପିଠା ଭାତ ଗରମ ହେଇ ଲଗେଇଦେବ ମାମା ଯା ଯା ଖାଇଦେ। ଏ ମାମା ଉଠିଲା ଯା ଯା ଦୁଷ୍ଟ ହେଉଛି ଖାଉନି। ଖଡ଼ିକା ନେଇକି ଆସିଲେ ଦୌଡ଼ିକି ଆସେ ଖାଇବାକୁ ଖଡ଼ିକାକୁ ଆମେ ମିକୁ ବହୁତ ହେଉଛି ନାଇଁ ମାମା ଖଡ଼ିକା ନେଇକି ଆଇଲାନି ଦେଖିଲୁ ଦେଖ ମାମା ଖଡ଼ିକା ନେଇକି ଆଇଲାନି ହେଲେ ମାମା ନେଇକି ଆଇଲାନି। କଲରା ଭଜା ହେଇଛି କଡ଼କଡ଼ିଆ ମୁଁ ଖଡ଼ିକା ନେଇକି ଆଇଲି ଆସି ଧୀରେ ବସିଲା ତା ପାଇଁ ଯନ୍ତ୍ର ରଖା ହେଇଛି ଆମର ଗୋଟେ ନା ଅସ୍ତ୍ର ଡରୁଛି ନା ମୁଁ ଯାଇନି କି ନାଇଁ ନାଇଁ ଏ ଖାଲି ପିଠା ପାତିଆ ଦେଖିଲେ ବି ଡରୁଛି ଏ ପିଠା ପାତିଆ ଦେଖିଲେ ବି ଡରୁଛି ସେଇଥିପାଇଁ ଜାଣିଲି ତା ଡର ଏଇଟା ଗୋଟେ ନା ଏଇଟା ଡରେଇଲେ ଖାଇଦେବୁ ମାନେ ଯେଉଁ କଥାଟା ମାନୁଥିବ ଡରେଇଲେ ଡରୁଛି ଆଉ। ହଁ ମୁଁ ଖାଇଦେଇକି ଶୋଇଯା କାମ ସରିଲାଣି ଶୋଇଯା। ଆଜି କରିବା ପୁରୀ ସିମେଇ। ହଁ କରେ ଶିବାନୀ ଆଜି କରିବ ପୁରୀ ସିମେଇ ରାତି କାଜୁ ଟିକେ ଆଣିବ ପିସ୍ ପିସ୍ ଟିକେ ଆଣିବ ହଉ ଆମେ ସକାଳୁ ସାଧାରେ ଖାଇଦେଉଛି ଚଳିଯାଉଛି। ହଉ ରାତି କାଲି ଆଉ ଶିବାନୀ ଆଜି ମୋ ମନ କ'ଣ ଗୋଟେ ହେଇଯାଇଛି କାଜୁ ଖିସମିସ୍ ଆଣିଲେ ସିମେଇ ପୁରୀ କରିବ। ମାନେ ମୋବାଇଲରେ ଦେଖି ତାର ପୁରୀ ସିମେଇ ଖାଇବା ଇଚ୍ଛା ହେଲା ରାତିକି ହବ ଆଉ ଚାଲନ୍ତୁ ତାହେଲେ ଏବେ ଖାଇଦେବା ଭୋକ କଲାନି।